ଶ୍ରୀକ୍ଷେତ୍ରରେ ଗଡ଼ୁଥିଲା 6ଟି ରଥ। ଆପଣ ଶୁଣି ଆଶ୍ଚର୍ଯ୍ୟ ହେବେ। ଦିନେ ଶ୍ରୀକ୍ଷେତ୍ରରେ 6ଟି ରଥରେ ହେଉଥିଲା ରଥଯାତ୍ରା। ଜାଣନ୍ତୁ କାରଣ। କାହିଁ କେଉଁ କାଳରୁ ଆମେ ଶୁଣି ଆସୁଛି ଯେ ପୁରୀରେ ରଥଯାତ୍ରାରେ 3ଟି ରଥ ହୁଏ। ମାତ୍ର ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ପୁରୀରେ 3ଟି ରଥ ନୁହେଁ, ବରଂ 6ଟି ରଥ ହେଉଥିଲା। 6ଟି ରଥରେ ଶ୍ରୀଜୀଉ ଶ୍ରୀମନ୍ଦିରରୁ ଗୁଣ୍ଡିଚା ମନ୍ଦିର ଯାଇ ଯାତ୍ରା କରୁଥିଲେ। କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ରଥଯାତ୍ରା କହିଲେ ଆମେ ସମସ୍ତେ ବୁଝୁ ରଥରେ ବିରାଜମାନ କରି ଜନ୍ମବେଦୀକୁ ଶ୍ରୀଜୀଉଙ୍କ ଯାତ୍ରା। ଯେଉଁ ଯାତ୍ରାରେ 3ଟି ରଥ ଯାଏ। ବଡ଼ ଠାକୁର ବଳଭଦ୍ରଙ୍କର ତାଳଧ୍ୱଜ ରଥ, ଦେବୀ ସୁଭଦ୍ରାଙ୍କର ଦର୍ପଦଳନ ରଥ ଏବଂ ମହାବାହୁ ଶ୍ରୀ ଜଗନ୍ନାଥଙ୍କର ନନ୍ଦିଘୋଷ ରଥ। ଯେଉଁ ରଥମାନଙ୍କରେ ବସି ଚତୁର୍ଦ୍ଧାମୂର୍ତ୍ତି ଏହି ନବଦିନାତ୍ମ ଯାତ୍ରା କରନ୍ତି। ସ୍ନାନ ପୂର୍ଣ୍ଣିମା ପରେ ଜ୍ୱରରେ ପଡ଼ିଥିବା ଦିଅଁ ସୁସ୍ଥ ହୋଇ ଜନ୍ମଦେବୀକୁ 9 ଦିନ ପାଇଁ ଯାତ୍ରା କରନ୍ତି। ଗୁଣ୍ଡିଚା ମନ୍ଦିର ଯାଇ ଯେଉଁ ଯାତ୍ରା ଶ୍ରୀଜୀଉମାନେ କରନ୍ତି, ତାହା ଏହି ରଥ ମାଧ୍ୟମରେ ସମ୍ଭବ ହୁଏ। ଭକ୍ତମାନେ ପ୍ରଭୁଙ୍କୁ ରଥରେ ଟାଣି ଟାଣି ନିଅନ୍ତି। 3 ରଥକୁ କୋଟି କୋଟି ଭକ୍ତ ଟାଣି ଟାଣି ନିଅନ୍ତି। ପୁଣି ଶରଧା ଭାଲିରୁ ଟାଣି ଟାଣି ସିଂହଦ୍ୱାର ସାମ୍ନାକୁ ଆଣନ୍ତି। କାହିଁ କେଉଁ କାଳରୁ ଆମେ ଶୁଣି ଆସୁଛେ ଯେ ଶ୍ରୀକ୍ଷେତ୍ର ପୁରୀରେ ରଥଯାତ୍ରାରେ 3ଟି ରଥ ହୁଏ। ମାତ୍ର ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ପୁରୀରେ 3ଟି ରଥ ନୁହେଁ, ବରଂ 6ଟି ରଥ ହେଉଥିଲା। 6ଟି ରଥରେ ଶ୍ରୀଜୀଉ ଶ୍ରୀମନ୍ଦିରରୁ ଗୁଣ୍ଡିଚା ମନ୍ଦିର ଯାଇ ଯାତ୍ରା କରୁଥିଲେ। କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଖ୍ରୀଷ୍ଟୀୟ ଦ୍ୱାଦଶ ଶତାବ୍ଦୀରେ ଗୁଣ୍ଡିଚା ଘର ଥିଲା ଏକ କାଠ ମଣ୍ଡପ ଗୃହ। ଏ ସମ୍ପର୍କରେ ମାଦଳା ପାଞ୍ଜି ରାଜଭୋଗ ଇତିହାସରେ 36 ପୃଷ୍ଠାରେ ବର୍ଣ୍ଣନା ମୁତାବକ ରାଜା ବାଙ୍କି ମୁହାଣରେ ପୋତାଇଲେ। ସେବେ 6 ରଥ ହେଉଥିଲା। ନଈ ପୋତାଇ 3 ରଥ କରାଇଲେ। ଗୁଣ୍ଡିଚା ଘର ଦେଉଳ କାଠ ମଣ୍ଡପ ହୋଇଥିଲା, ତାହା ପଥର ମଣ୍ଡପ କଲେ। ଚାରିପାଖେ ବେଢ଼ା କଲେ। ଗଙ୍ଗବଂଶର ରାଜା ନରସିଂହ ଦେବ ଦ୍ୱିତୀୟଙ୍କ 1278ରୁ 1306 ଖ୍ରୀଷ୍ଟାବ୍ଦ ରାଜତ୍ୱ ସମୟରେ ଏହା ପରିବର୍ତ୍ତିତ ହୋଇଥିଲା ବୋଲି ଉଲ୍ଲେଖ ରହିଛି।